ସତରେ ତମକୁ ମନେ ପଡୁନି ଧନ? ନାଇଲୋ ମାନୁନି, ମୋର କିଛି ମନେ ପଡୁନି। ତାହେଲେ ଶୁଣ, ଏ ଦେହ ଏ ମଜା ଉପନା ସବୁ ତୁମାରି ଆଧୀନ। ଏ ଦେହ ଏ ମଜା ଉପନା ସବୁ ତୁମାରି ଆଧୀନ। ପଡ଼ିଲା ଛାତିର ସ୍ପନ୍ଦନ, ପଡ଼ିଲା ଛାତିର ସ୍ପନ୍ଦନ। ଆସ ଆସ ସାଥୀ ସାଥୀ ଯିବା ମାତେ ଏକେ ରହିଲ ଅଙ୍କିଚନ। ଆସ ଆସ ସାଥୀ ସାଙ୍ଗେ ଯିବା ମାଟି ହାତେ ରହିଲ ଅଙ୍କିଚନ। ଏ ଧନ अबे शिष्य कौन देखुच अबे हजुथिलु जह अब सामने से उपस्थित अबे एटा ही सुवर्ग सुजोग एठी खलास करिबा हबो आउ अब बड़ीटाकू आमे नै एठू प्रायन करिबा हबो। ठीक अछि गुरुदेव। अबे कौन देखुच दे अबे ए मूर्ख अबे बड़ी आछिबे। ओ शैतानटा जे ओरी हातरे मरिबो। अबे चुप, के मरिबो समय कहिबो। हा हा ओ तते एबे मारी देबी। अंगरे अछि केते शक्ति, शक्तिर परीक्षा तेबे हे याउरे मूर्ख। ठीक अछि अबे हस्तरू तते रक्षा करिबा ना बे आओ छाड़ी दिनु आओ बोलछे ना নিব খারাপ বেইমান পশু তোর এটাই সাহস তু পুଣି ମୋ ଝିଅକୁ ଟାଉଣାଉଟରା କରୁଛୁ। अबे तते तो मुसे दिनो जियंता मारी देई दिल्ली में वो हरप छाती माइकिला तो अंचिलू गनीती
ଜାଣିନୁ ଏତିକି। ଚୋର ଯେତେବେଳେ ଚୋରି କରେ ସେ ତାର ପ୍ରମାଣକୁ ଛାଡ଼ିକି ଯାଇଥାଏ। କଣ ସତ କହିଲି ନା? ତୁ କଣ ଭାବୁଛୁ? ତୁ ସେଦିନ ମତେ ମାରି ଦେଇଥିଲୁ ଆଉ ମୁଁ ମରି ଯାଇଥାନ୍ତି? କଥାରେ ଅଛି ଦଣ୍ଡେ ମାତ୍ର ଥିଲେ ପ୍ରାଣ ନ ନେଇ ପାରେ ଯମରା। ଆଉ ତୁ କିଏ? यारी परी देखिବାକୁ ହବ। ହଟି ଯାଅ ମୋ ସାମ୍ନାରୁ ହଟି ଯାଅ ସମସ୍ତେ କହୁଛି। ହଟି ଯାଅ। ନାରୀ ହଉଛି ଶକ୍ତିମୟୀ, ନାରୀ ହଉଛି ଦୁର୍ଗା, ନାରୀ ହଉଛି କାଳୀ। ଦରକାର ପଡ଼ିଲେ କାଳୀ କରାଳୀର ରୂପ ନେଇ ନାରୀ ଶତ୍ରୁ ସଂହାର କରେ। ତୋର ମନେ ଅଛି ନା ଦୀର୍ଘ 25 ବର୍ଷ ତଳର କଥା? କେବଳ ସେଇ ମଣି ପାଇଁ ତୁ ମୋ ସ୍ୱାମୀକୁ ମାରି ଦେଇଥିଲୁ। ତୁ ଭାବୁଥିଲୁ ନା ମୁଁ କେମିତି ଜାଣିଲି ବୋଲି? ମୁଁ ବହୁତ ଆଗରୁ ଜାଣିଥିଲି, ହେଲେ ତୋ ସହିତ ଖେଳ ଖେଳିବା ପାଇଁ ଚେଷ୍ଟା କରୁଥିଲି। ମନ୍ତ୍ରୀ ବର ଯେତେ ଶୀଘ୍ର ପାରୁଛ ମୋ ସ୍ୱାମୀ ହତ୍ୟାକାରୀକୁ ଏଇଠି এই অবস্থারে হি মারি দিও। यारी কথা মানি জীবনটাକୁ বলি দিও না কହୁଛି। ଚାଲି ଯାଅ। କରିବୁ ନିଶ୍ଚୟ। ତୁ ଯୋଉ ପାପ କର୍ମ କରିଛୁ ଆଜି ତୋତେ ମୁଁ ଶାସ୍ତି ଦେବି। ମତେ ମାରିବ? তোতে আজি জীবন শেষ করে দেব। লজ্জা লাগুনি তোতে এ কথা কইবা পাই? নিজ করিবা পাই হুয়া প্রস্তুত। তুমি রেখো ମୁଁ ସେଇ ବାପି ସବୁ ଦେଖୁଛି ହେଲା। ନିଶ୍ଚୟ ବିକାଶ। ତେବେ ଚାଲ ଏଇ ଯାଉ ଶକ୍ତିର ପରୀକ୍ଷା। ঠিক আছে আর লড়িব। के उठे भी हंस के माता जा चंदन पर थार भवानी जटा जटा पर लहरी। ମନ୍ତ୍ରୀ ବର ଛାଡ଼ି ଦିଅ ତ। ସେଇଟା ହଉଛି ମୋ ସେଇଟାକୁ ମୁଁ ମାରି। हंस विराजे हंस मदाई के पौना साजे पौना।
ମହାରାଣୀ ଆକାଶରୁ କଳା ବାଦଲଟା ହଟି ଯାଇଛି। ହଁ ମହାରାଣୀ ସିନ୍ଦୁର ଫାଟିଗଲାଣି। ନବଦିନର ସୂର୍ଯ୍ୟ ଉଦୟ ହେବାକୁ ଆରମ୍ଭ ବି କଲାଣି। ଦେଖିଲ ଆଜି ଆକାଶ କେତେ ଫର୍ଚ୍ଚା ଲାଗୁଛି, କେତେ ସୁନ୍ଦର ଅନୁଭୂତି ମନେ ହେଉଛି। ହଁ ମହାରାଣୀ ମତେ ଲାଗୁଛି ଆମ ଜୀବନର ସମସ୍ତ ଘାତ ପ୍ରତିଘାତ ବି ଏଇଠି ଶେଷ ହେଇଯାଇଛି। ତମେ କହିଲ ଯୋଉ କଥା ମୁଁ ସବୁଦିନ କହି ଆସୁଥିଲି, ଯୋଉ କାହାଣୀଟା ଲେଖି ସାରିଲା ପରେ ଏ କୁନି କୁନି କଳାକାର ମାନେ ରଙ୍ଗମଞ୍ଚରେ ଅଭିନୟ କରି ସାରିଲା ପରେ ଦର୍ଶକ ମାନଙ୍କୁ ମନ ଖୋଲି କହୁଥିଲି, କାହାକୁ କହିବି କାହାଣୀ ମୋର, ସବୁ ପର ଏଠି ଲୁହ ନିଜର। ଆଜି ଲୁହ ସବୁ ପର ହେଇଯାଇଛି ମନ୍ତ୍ରୀବର, ଆଜି ସମସ୍ତେ ନିଜର ହେଇଯାଇଛନ୍ତି। କୁହ ଏଥର ସ୍ୱୟଂବର କରିବା ତ? ନିଶ୍ଚୟ ମହାରାଣୀ। ହେଲେ ମହାରାଣୀ ହଁ ସେ ବାବୁ ଜଣକ ଯିଏ ଛିଡ଼ା ହେଇଛନ୍ତି ସେ କିଏ? ଆରେ ହଁ ତ, ମୁଁ ତ ଏପର୍ଯ୍ୟନ୍ତ ଜାଣିପାରିଲିନି। ମା ମାନିନୀ କିଏ ତମେ? କୁହ କିଏ ତମେ? କଣ ତମ ପରିଚୟ? କୁହ। ମୋ ପରିଚୟ ହଁ, ହଁ। ଜାଣିବାକୁ ଚାହୁଁଛ? କୁହ। ତାହେଲେ ଦେଖ ମୋ ପରିଚୟ। ତୁ ମୋ ଆକାଶ ନା? ହଁ ବାପା ବୁଝେ ହତଭାଗା ଆକାଶ। ହେଲେ ବାପା ତୋର ଏ ଅବସ୍ଥା କେମିତି ହେଲା? ଆକାଶ ତୁ ପରା ଯାଇଥିଲୁ ମଣିର ଅନୁସନ୍ଧାନରେ। ହେଲେ ତୁ ଏଇ ଅବସ୍ଥାରେ, ତୋର ଏ ଅବସ୍ଥା ହେଲା କେମିତି? ଆପଣ ମୋତେ କ୍ଷମା କରିଦେବେ। ବିକାଶ ସେଦିନ ମଣିସନ୍ଧାନରେ ଯାଇଥିଲୁ ଦୁଇ ଭାଇ, ହେଲେ ଟିକେ ସେପଟକୁ ବଡ଼ ଭାଇ ଚାଲିଗଲା ପରେ ମୁଁ ଟିକେ ରହିଗଲି। ଆଉ ସେଇ ସମୟରେ ସେ ମୋ ବଡ଼ ଭାଇଟା ସେ ମଣିକୁ ନେଇ ତାକୁ କୋଉ ରାକ୍ଷସଟା ମାରି ଦେଇଥିଲା। ଆଉ ମୁଁ ଭାବିଲି ଯେ ମୋ ବଡ଼ ଭାଇଟା ମରିଯାଇଛି। ଆଉ ସେଇଠୁ ମୁଁ ସେଇ ମଣିକୁ ଧରି ଯେମିତି ଆପଣଙ୍କୁ କଥା ଦେଇଥିଲି ସେମିତି ମୁଁ ସେ ମଣିକୁ ନେଇ ଚାଲି ଆସିଲି। ମୋତେ କ୍ଷମା କରିଦେବେ ବାପା, ମୋତେ କ୍ଷମା କରିଦେବେ। ଆପଣ ମୋତେ କ୍ଷମା କରିଦେବେ। ତାହେଲେ ପ୍ରକୃତରେ ମଣିଟା ମୋ ବଡ଼ ପୁଅ ଆକାଶ ନେଇକି ଆସିଥିଲା। ହଁ ବାପା। ଆକାଶ ହଁ ବାପା। ତାହେଲେ ସତରେ ତୁ ସେ ମଣି ନେଇକି ଆସିଥିଲୁ? ହଁ ବାପା, ସେଇ ମଣି ନେଇକି ମୁଁ ହିଁ ଆସିଥିଲି। ମହାରାଣୀ ତାହେଲେ ତମେ କୁହ ମନ୍ତ୍ରୀବର, ଏବେ ଆମେ କଣ କରିବା? କାହାକୁ ବିବାହ କରିବା? ଯେହେତୁ ଏଇଟା ହଉଛି ତମ ପରିବାରର କଥା, ମୁଁ ତ କାହାକୁ ବାଛ ବିଚାର କରିପାରିବିନି। ସେ ଦାୟିତ୍ୱଟା ମୁଁ ତମକୁ ସମର୍ପଣ କରିଦେଉଛି। ତମେ ଯାହା ଚାହିଁବ ସେଇଆ ହିଁ ହବ। ହଁ ବାପା, ସେଇଟା ଠିକ କଥା। ବଡ଼ ଭାଇକୁ ରାଜକୁମାରୀକୁ ବାହା କରିଦିଅନ୍ତୁ। ସେ ମୋ ସୀତା ପରି ମା ହେଲେ ମୁଁ ହେବି ଅନୁଜ। ହେଲେ ମହାରାଣୀ ବାପା ବିକାଶ, ଆମେ ନିଷ୍ପତ୍ତି ନେବା ପୂର୍ବରୁ ଥରେ ରାଜକୁମାରୀ ମାନିନୀକୁ ପଚାରି ନେବାଟା ଉଚିତ ହବ। ତମେ ଠିକ କହିଛ ମନ୍ତ୍ରୀବର। ମାନିନୀ, ଏ ମା ଆଜି ସବୁ କଥା ତୋ ଉପରେ ଯେତେବେଳେ ନେସ୍ତରେ ଅଛି, ସେତେବେଳେ ତୁ କହରେ ମା, ତୁ କାହାକୁ ବିବାହ କଲେ ଶାନ୍ତିରେ ରହିପାରିବୁ? କହରେ ମା, ତୋ ଆଗରେ ତିନିଟା ପ୍ରସ୍ତାବ, କହ ତୁ କାହାକୁ ବିବାହ କରିବୁ? ମୁଁ ତୁମକୁ ଗୋଟେ କଥା କହିବା ପାଇଁ ଚାହୁଁଛି। ହଁ ଯେତେବେଳେ ମୁଁ ଫୁଲ ଉଦ୍ୟାନକୁ ଯାଇଥିଲି, ମା
ମା ମୁଁ ଫୁଲ ଆୟୋଜନକୁ ଗଲା ସମୟରେ ସେ ଭଣ୍ଡ ବାବାଙ୍କଠୁ ସେ ମୋତେ ବଞ୍ଚେଇଥିଲେ ଆଉ ମୋତେ କହିଥିଲେ ମୁଁ ମଣି ଆଣିକି ତମ ସହିତ ମୁଁ ବାହା ହେବି ବୋଲିକି ମା। ଆଉ ମୁଁ ବି ତାଙ୍କୁ କଥା ଦେଇଥିଲି ମୁଁ ତମେ ଯେ ପର୍ଯ୍ୟନ୍ତ ମଣି ନ ଆଣିବ ମୁଁ ତମକୁ ବାହା ହେଇପାରିବିନି ବୋଲିକି ମା। ସେଆ ପାଇଁ ସେମାନେ ମଣି ଆଣିଛନ୍ତି। ମୁଁ ତାଙ୍କ ସହିତ ଏକା ବାହା ହେବି ମା। ମୁଁ ତାଙ୍କ ସହିତ ଏକା ବାହା ହେବି। ମନ୍ତ୍ରୀ ବର ଶୁଣିଲ ତ ମୋ ଝିଅ ମାନିନି କଥା। ତାହେଲେ ଆଉ ଡେରି କାହିଁକି କରୁଛ? ବାପା ବିକାଶ ରାଜମାତା ମାନିନି ଯଦି ଆକାଶକୁ ବିବାହ କରେ ସେଥିରେ ତମର କିଛି ଆପତ୍ତି ନାହିଁ ତ? ନା ରାଜମାତା ବଡ଼ ଭାଇ ମଣି ନେଇକି ଆସିଛନ୍ତି। ମୁଁ କାହିଁକି ଆପତ୍ତି କରିବି ଯେ? ବଡ଼ ଭାଇ ରାମ ହେଲେ ରାଜକୁମାରୀ ହେବେ ସତୀ ସୀତା। ଆଉ ମୁଁ ହେବି ତାଙ୍କର ଦାସ ଲକ୍ଷ୍ମଣ। ତାହେଲେ ଠିକ ଅଛି, ଚାଲ। ଯୋଉ ମଣି ପାଇଁ ଆଜି ଏତେ ବଡ଼ ଘଟଣା ଘଟିଗଲା, ଯୋଉ ମଣି ପାଇଁ ମୁଁ ସାରା ଜୀବନ ଅନୁତପ୍ତ ଥିଲି, ଆଉ ଯୋଉ ମଣି ପାଇଁ ମୁଁ ମୋର ସର୍ବସ୍ୱ ହରେଇ ଦେଇଥିଲି, ଆଜି ସେଇ ମଣିକୁ ପାଇସାରିଲା ପରେ ଚାଲ ସ୍ୱୟଂବର କରିବା ପୂର୍ବରୁ ପ୍ରଥମେ ମଣିଟିକୁ ତାଙ୍କରି ମସ୍ତକରେ ଟେକିଦେବ। ଚାଲ ଚାଲ ସବୁ। ଠିକ ଅଛି ମହାରାଜ। ସେଇ ଦେବଦେବ ମହାଦେବ ମଣି ନାଗେଶ୍ୱରଙ୍କ ମସ୍ତକରେ ଏ ମଣି ରଖିଦେଇ ଆସିଲା ପରେ ତାଙ୍କରି ସାମ୍ନାରେ ଆମେ ଦୁଇ ଜଣଙ୍କର ବିବାହ କରିବା। शिव महेश्वर शिव स्वयंभो सकल चरणे करुची गुहारे तुमरी पद तले। मंत्री बन देख एबे स्वयंवर समय ही गला। समस्त प्रजागण मानक खबर दियो आ विवाह एठी स्थापन करिबा। ठीक अछि महाराज। दासी परिवार को भी खबर दियो, से माने समस्त आसतु।